ଯୌନ ଭାବ ରୂପାନ୍ତରଣ ରହସ୍ୟ। ରୂପାନ୍ତରଣର ମୂଳ ଅର୍ଥ ଗୋଟିଏ ରୂପରୁ ବିଲକୁଲ ଅନ୍ୟ ରୂପରେ କାୟାକଳ୍ପ ହୋଇଯିବା। ଯୌନ ଭାବ ସେହି ମୂଳ ଭାବ ଅଟେ ଯାହା ସମସ୍ତ ଜୀବଧାରୀ ପାଖରେ ବିଦ୍ୟମାନ। ଶାସ୍ତ୍ରରେ କୁହାଯାଇଛି ଯେ ପ୍ରତ୍ୟେକ ଜୀବର ମୂଳ ପ୍ରକୃତିରେ ଚାରି କ୍ରିୟା ଅନ୍ତର୍ନିହିତ ଥାଏ: ଆହାର, ଖାଇବା ପିଇବା, ନିଦ୍ରା, ଶୋଇବା, ଭୟ ଏବଂ ମୈଥୁନ। ଏହି ଚାରି ଯେକୌଣସି ଜୀବଧାରୀଙ୍କର ନିତ୍ୟାନ୍ତ ଆବଶ୍ୟକ ଅଟେ। ସେମାନଙ୍କ ମଧ୍ୟରେ ଯୌନ ଭାବର ସମ୍ପୂର୍ତ୍ତି ଏକ ବଳଶାଳୀ ଭାବ ଅଟେ। ସାଧାରଣ ଭାଷାରେ ଯୌନ ଭାବକୁ କାମ ରୂପେ ବୁଝାଯାଏ। କୁହାଯାଏ ଈଶ୍ୱର ଏହି ଭାବକୁ ତିନୋଟି କାମ ପାଇଁ କରିଥିଲେ। 1. ମୈଥୁନ ସୃଷ୍ଟି ଦ୍ୱାରା ମନୁଷ୍ୟତ୍ୱର ଅସ୍ତିତ୍ୱ ଜାରି ରଖିବା। 2. ମାନବର ସ୍ୱାସ୍ଥ୍ୟକୁ ସଠିକ୍ ରଖିବା। 3. ଯୌନ ଭାବ ରୂପାନ୍ତରଣ ଦ୍ୱାରା ଏକ ସାଧାରଣ ବ୍ୟକ୍ତିକୁ ଜିନିୟସ୍ ବନାଇବା। ତୃତୀୟ କାରଣ ଟିକିଏ ସଙ୍କୋଚ ଜରୁର ଲାଗିପାରେ, ମାତ୍ର ଏହା ଏକମାତ୍ର ସତ୍ୟ କଥା। ଏହା ସେହି ଭାବ ଅଟେ ଯାହାର ବଶୀଭୂତ ହୋଇ ବଡ଼ ବଡ଼ ଆତ୍ମସଂଯମୀ ସନ୍ଥ ଓ ଋଷିମାନଙ୍କ ମଧ୍ୟରେ ଏହି ଭାବ ଥିଲା ଏବଂ ଅଛି। ଏକ ଯୁବତୀର ଯୌବନକୁ ପ୍ରାପ୍ତ କରିବା ପାଇଁ ଅନେକ ଲଢ଼େଇ ଲାଗିଛି। ଦ୍ରୌପଦୀ କ'ଣ ମହାଭାରତର ମୂଳ କାରଣ ନଥିଲେ? ଏହି ଭାବ ବଡ଼ ମୁସ୍କିଲରେ ବଶକୁ ଆସେ। ଏଥିପାଇଁ ଲୋକେ ପୁରା ଜୀବନକୁ ସ୍ୱାହା କରିଦିଅନ୍ତି, ମାତ୍ର କାମର ବଶୀଭୂତ ହିଁ ରୁହନ୍ତି। ରାବଣର ଉଦାହରଣ ସାମ୍ନାରେ ଶୂର୍ପଣଖା ଦ୍ୱାରା ସୀତାଙ୍କୁ ପ୍ରାପ୍ତ କରିବା ନିମନ୍ତେ ବ୍ୟାକୁଳ ହୋଇ ଉଠିଥିଲେ। ହେଲା କ'ଣ? ତାଙ୍କର ପୁରା ବଂଶ ଏହି କାମର ଅଗ୍ନିରେ ଜଳିଗଲା। ରାଜ୍ୟ, ପଦ, ସିଂହାସନ, ବଂଶ ସବୁକିଛି ଏହି କାମନାରେ ବାଜି ଲଗାଇଦେଲେ। ଏହି ଭାବ ଏକ ସହଜ ଭାବ ଅଟେ ଏବଂ ଏହାକୁ ସମାପ୍ତ କରାଯାଇପାରିବ ନାହିଁ କିମ୍ବା ପୂର୍ଣ୍ଣତୃପ୍ତ କରାଯାଇପାରିବ ନାହିଁ। ଏହା ଏକ ଆବେଶ ଭରା ନଦୀ ସମାନ। କିଛି ସମୟ ପାଇଁ ଏହାକୁ ରୋକାଯାଇପାରେ, ମାତ୍ର କିଛି ସମୟ ପରେ ଏହା ପୁଣି ଉଚ୍ଛୃଙ୍ଖଳ ହୋଇ ଉଠେ। ଯଦି ଏହି ଭାବକୁ ସୃଜନାତ୍ମକ ରୂପେ ପରିବର୍ତ୍ତିତ କରାଯାଇପାରେ, ତେବେ ଚମତ୍କାରିକ ଉପଲବ୍ଧି ପ୍ରାପ୍ତ ହୁଏ। ବୈଜ୍ଞାନିକମାନଙ୍କ ଅନ୍ୱେଷଣ ଦ୍ୱାରା ନିମ୍ନଲିଖିତ ତଥ୍ୟର ସତ୍ୟତା ମାନି ନିଆଯାଇପାରେ। 1. ସଂସାରରେ ଯେଉଁମାନେ ମହାନ ବ୍ୟକ୍ତି ହୋଇଛନ୍ତି, ତାଙ୍କ ଭିତରେ କାମ ଭାବ ବହୁ ପ୍ରବଳ ଥିଲା। ଏହା ସେମାନଙ୍କର ଅଦ୍ଭୁତ କାମ ଥିଲା। ଯେଉଁମାନେ ଏହି କାମ ଭାବନାକୁ ସୃଜନାତ୍ମକ ରୂପେ ପରିବର୍ତ୍ତନ କରିପାରିଥିଲେ। 2. ସେହି ବ୍ୟକ୍ତିମାନେ ଅସୀମ ସମ୍ପଦ ବା କୌଣସି କ୍ଷେତ୍ରରେ ବଡ଼ ମାନ୍ୟତା ପ୍ରାପ୍ତି କରିଥିଲେ। କୌଣସି ନା କୌଣସି ସ୍ତ୍ରୀ ସହିତ ନିଶ୍ଚିତ ରୂପେ ପ୍ରଭାବିତ ରହିଥିଲେ। ଏହି ଦୁଇ ତଥ୍ୟ ସମ୍ବନ୍ଧରେ କେତେକ ଉଦାହରଣ ଦିଆଯାଇପାରେ। ଗାନ୍ଧୀଜୀ ନିଜେ ସ୍ୱୀକାର କରିଥିଲେ ଯେ ସେ କାମ ଦ୍ୱାରା ଅତ୍ୟଧିକ ପ୍ରଭାବିତ ଥିଲେ ଏବଂ ବିପରୀତ ପରିସ୍ଥିତିରେ ବି ମୈଥୁନରତ ହୋଇ ଯାଉଥିଲେ। ତାଙ୍କର ଆତ୍ମକଥା ବସ୍ତୁତଃ ମନୋଭାବକୁ ରାଷ୍ଟ୍ରୀୟ ଚେତନାର ଭାବରେ ବଦଳିବାର ଏକ ଅଦ୍ଭୁତ କଥା। ଭାରତୀୟ ସନ୍ଥମାନଙ୍କ ମଧ୍ୟରେ ସନ୍ଥ ତୁଳସୀ ଦାସଙ୍କ ନାମ ଶିରୋମଣି କବିମାନଙ୍କ ମଧ୍ୟରେ ଆସେ। ତାଙ୍କ ଲିଖିତ ଗ୍ରନ୍ଥ ହିନ୍ଦୁ ସମାଜ କେବଳ ନୁହେଁ, ମାନବ ସମାଜ ପାଇଁ ପବିତ୍ର ଧର୍ମଗ୍ରନ୍ଥ ରୂପେ ବିବେଚନା କରାଯାଏ। ତାଙ୍କର ପ୍ରସିଦ୍ଧ କୃତି ଶ୍ରୀରାମଚରିତମାନସ ଯଦିଓ ଭକ୍ତିଭାବର ବିସ୍ତୃତ ଚର୍ଚ୍ଚା କରାଯାଇଛି, ମାତ୍ର
ମହାକାବ୍ୟର ଶେଷ ଦୋହା କାମ ହିଁ ନାରୀ କିପରି ଜିମ ଲୋଭ ହିଁ ଜିମ ପୁର ଦାମ ତିମି ରଘୁନାଥ ନିରନ୍ତର ହି ପ୍ରିୟ ଲାଗହୁ ମହିରାମ। ଅର୍ଥାତ୍ ଯେଉଁ ପ୍ରକାର କାମୀ ପୁରୁଷକୁ ନାରୀ ଲୋଭକୁ ଧନପ୍ରିୟ ହୋଇଥାଏ, ସେହି ପ୍ରକାର ହେ ରଘୁନାଥ ଆପଣ ମୋର ପ୍ରିୟ ହୁଅନ୍ତୁ। ଏହା ସ୍ପଷ୍ଟ ଯେ ପୁରା ଗ୍ରନ୍ଥ ଲେଖିବା ପଛରେ ତୁଳସୀଦାସଙ୍କୁ ଭକ୍ତିର ତୀବ୍ରତା ବଢ଼ାଇବା ପାଇଁ କୌଣସି ଧନାତ୍ମକ ତୁଳନା ଦୃଷ୍ଟିକୁ ଆସିନଥିଲା ଏବଂ ଦୁଇ ଋଣାତ୍ମକ ଭାବ ଜରିଆରେ ନିଜ ମନର ଉଦ୍ଗାର ପ୍ରକଟ କରିପାରିଲେ। ଏଥିପାଇଁ ପ୍ରସିଦ୍ଧ ଆଲୋଚକଙ୍କ ନିଷ୍କର୍ଷ ଯେ ତୁଳସୀଦାସ କାମକୁ ଅତିକ୍ରମ କରି ହିଁ ରାମ ପର୍ଯ୍ୟନ୍ତ ପହଞ୍ଚିଥିଲେ। ତାଙ୍କ ଅନୁସାରେ ଏହାଠାରୁ ବଡ଼ ପରୀକ୍ଷା ଆଉ କିଛି ନାହିଁ। ଏଥିପାଇଁ ଯେତେବେଳେ ବଡ଼ ବଡ଼ ସନ୍ଥ ମହାମୁନି ତପସ୍ୟା କରୁଥିଲେ, ସେମାନଙ୍କୁ ତପସ୍ୟାଚ୍ୟୁତ କରିବା ପାଇଁ ଇନ୍ଦ୍ର ସବୁବେଳେ ମୋହିନୀ ଅପ୍ସରା ହିଁ ପଠାଉଥିଲେ। ତାଙ୍କୁ ଜଣାଥିଲା ଯେ କେହି ଯେତେ ବି ଚେଷ୍ଟା କରନ୍ତୁ ଏହି ଯୌନ ଭାବରୁ ମୁକ୍ତି ପାଇପାରିବେ ନାହିଁ। ଏହା ସହିତ ଏହି ତଥ୍ୟ ବି ଯୋଡ଼ା ହୁଏ ଯେ ଯୌନ ଭାବ ହିଁ ନବସର୍ଜନାର ପ୍ରେରକ ଭାବ ଅଟେ। ଯଦି କାମେଚ୍ଛା ନ ହେବ ତେବେ ମନୁଷ୍ୟ ସନ୍ତାନୋତ୍ପତ୍ତି କରିପାରିବ ନାହିଁ। ଅର୍ଥାତ୍ ଯୌନ ଭାବରେ ଅସୀମିତ ସୃଜନାତ୍ମକ ଊର୍ଜା ଛପି ରହିଛି। ଯଦି କୌଣସି ଜୀବର କାମୋତ୍ତେଜକ ଗ୍ରନ୍ଥିଗୁଡ଼ିକୁ ବାହାର କରିଦିଆଯାଏ, ତେବେ ସେ ବିଲକୁଲ ନାକାର ହୋଇଯିବ। ବୋଧହୁଏ ଖାସୁ ହୋଇଥିବା ବଳଦ କେଉଁ କାମକୁ ଯୋଗ୍ୟ ରହେ ନାହିଁ। ତା'ର କେବଳ ଶାରୀରିକ ବଳ ଶେଷ ହୁଏ ନାହିଁ, କିଛି କରିବାର ଭାବ ବି ସମାପ୍ତ ହୋଇଯାଏ। ଏପରି ଜୀବଙ୍କଠାରେ ସଂଘର୍ଷ ଶକ୍ତି ବା ସୃଜନାତ୍ମକ ଉଦ୍ବେଗ କାମ ସହିତ ଶେଷ ହୋଇଯାଏ। ବସ୍ତୁତଃ ମସ୍ତିଷ୍କକୁ ଶୀଘ୍ର ଅନୁପ୍ରାଣିତ କରିବା ବାଲା 10 ଭାବ ହୋଇଥାଏ, ଯାହାର ବର୍ଣ୍ଣନା ନିମ୍ନରେ ଦିଆଗଲା। 1. କାମେଚ୍ଛା ବା ଯୌନ ଅଭିବ୍ୟକ୍ତି। 2. ପ୍ରେମ। 3. ଧନ ସମ୍ପତ୍ତି ଅଧିକାର ଓ ପ୍ରସିଦ୍ଧି ପାଇଁ ଅଦମ୍ୟ ଇଚ୍ଛା। 4. ସଙ୍ଗୀତ। 5. ସମଲିଙ୍ଗୀ ଓ ମିତ୍ରଲିଙ୍ଗୀ ବ୍ୟକ୍ତିମାନଙ୍କ ମଧ୍ୟରେ ଏକାତ୍ମ ଭାବ। 6. ପୁନଃନିଷ୍ଠା ଦ୍ୱାରା ପ୍ରାପ୍ତ କରାଯାଇଥିବା ମାଷ୍ଟର ମାଇଣ୍ଡ ସମୂହର ପ୍ରଭାବ। 7. ବିଶେଷ ଅସୁବିଧାରେ ପଡ଼ିଥିବା ଲୋକଙ୍କ ମଧ୍ୟରେ ସହାନୁଭୂତିର ଭାବ। 8. ସ୍ୱତଃ ପ୍ରେରଣା। 9. ଭୟ। 10. ମାଦକ ଦ୍ରବ୍ୟ ଏବଂ ଆଲକୋହଲ ପ୍ରତି ଆକର୍ଷଣ। କାମେଚ୍ଛା ସଠିକ୍ ରୂପେ ସର୍ବାଗ୍ରେ ରଖାଯାଇଛି। ଏହା ସେହି ଭାବ ଅଟେ, କେବଳ ନୁହେଁ ଧ୍ୱଂସାତ୍ମକ। ଏହି ଭାବକୁ ଏଥିପାଇଁ ବର୍ଗୀକରଣ କରାଗଲା ଯେ କାମେଚ୍ଛା ବା ଯୌନ ଭାବ କୌଣସି ଋଣାତ୍ମକ ବା ଧ୍ୱଂସାତ୍ମକ ଭାବ ନୁହେଁ। କୁହାଯାଏ ଯେ କାମାନନ୍ଦ ବ୍ରହ୍ମାନନ୍ଦ ସହୋଦର ହୋଇଥାନ୍ତି। ଅର୍ଥାତ୍ କାମର ଆନନ୍ଦରେ ସେହି ଭାବ ବିଦ୍ୟମାନ ଅଟେ, ଯାହା ବ୍ରହ୍ମ ସହିତ ସାକ୍ଷାତକାରରେ ସ୍ପଷ୍ଟ ହୁଏ। କାମାନନ୍ଦର ଏହି ସୁଦୀର୍ଘ ବିବେଚନା ଏକ ବିଶେଷ କାରଣବଶ କରାଗଲା। ଏହା ଶକ୍ତିଶାଳୀ ଭାବ ଅଟେ ଏବଂ ଯଦି ଏହାକୁ ଠିକ୍ ପ୍ରକାର ନିୟନ୍ତ୍ରିତ କରି ନିଆଯାଏ, ତେବେ ଏହା ଏକ ସାଧାରଣ ବ୍ୟକ୍ତିକୁ ଏକ ଜିନିୟସ୍ କରାଇ ଦେଇପାରେ। ଏହାର ସମାନାନ୍ତର ଉଦାହରଣ ବିଜୁଳି ସହିତ ଦିଆଯାଇପାରେ। ଆକାଶରୁ ଖସୁଥିବା ବିଜୁଳି ଏତେ ଶକ୍ତିଶାଳୀ ହୋଇଥାଏ ଯେ ଯଦି ତାକୁ ଧରି ରଖି ହୁଅନ୍ତା, ତେବେ ଥରେ ଖସୁଥିବା ବିଜୁଳି ଦିନ ପର୍ଯ୍ୟନ୍ତ ସାରା
2 ଦିନ ପର୍ଯ୍ୟନ୍ତ ସାରା ବିଶ୍ୱକୁ ଆଲୋକିତ କରିପାରନ୍ତା। ବ୍ୟବହାର ପାଇଁ ପାଣି ଗରମ କରିବାକୁ ହେଉ ବା ଥଣ୍ଡା କରିବାକୁ ହେଉ ବା ଥଣ୍ଡା କରିବା ପରେ ଫ୍ରିଜର କରିବାକୁ ହେଉ, ସମସ୍ତ କାର୍ଯ୍ୟ ବିଜୁଳିକୁ ସଠିକ୍ ବ୍ୟବହାର କରିବା ଉପରେ ନିର୍ଭର କରେ। ସେହିପରି ଯୌନ ଭାବର ଊର୍ଜାକୁ ରୂପାନ୍ତରିତ କରାଯାଇପାରେ। ତେବେ ଏପରି କୌଣସି ଉପଲବ୍ଧି ନାହିଁ ଯାହାକୁ ମନୁଷ୍ୟ ହାସଲ କରିପାରିବ ନାହିଁ। ଏହିପରି ଲୋକେ ଜିନିୟସ୍ ହୋଇଥାନ୍ତି। ଘୁରି ବୁଲୁଥିବା ପାଗଳ ନୁହେଁ, ବରଂ ସେହି ବ୍ୟକ୍ତି ଯିଏ ନିଜର ସର୍ବାଧିକ ଶକ୍ତିଶାଳୀ ଭାବନାକୁ ନିଜର ମନପସନ୍ଦ ଢଙ୍ଗରେ ବଦଳ କରିପାରେ। ଏହି ପରିଭାଷା ଉପରେ ପ୍ରଶ୍ନ ଉଠିପାରେ। ଏକ ସହଜ ପ୍ରଶ୍ନ, ଏପରି ଲୋକ ନିଜର ସାଧାରଣ କମ୍ପନ ଦ୍ୱାରା ଉତ୍ପନ୍ନ ବିଚାରକୁ କେଉଁ ପ୍ରକାର ଏହି ବିଚାରକୁ କାର୍ଯ୍ୟାନ୍ୱିତ କରାଯାଇପାରିବ? ଏହି ପ୍ରଶ୍ନର ଉତ୍ତର ଆମର ଷଷ୍ଠ ଇନ୍ଦ୍ରିୟର ସକ୍ରିୟତାରେ ନିହିତ ଶକ୍ତି ଅଛି, ଯାହାର ବିବେଚନ ନିମ୍ନରେ କରାଗଲା।